ମାଂସ ଇତ୍ୟାଦି ଯାଜ ପର୍ବ ଦିନେ ତିଆରି କରିଛୁ। ଲାଳ ଭଳି ଖାଇ ଦେଇଛୁ, ମିଠା ମିଠି ଖାଇ ଦେଇଛୁ, ଆଉ କେକ୍ ବି ନା ଖାଇଛନ୍ତି। ଖାଇବା ପାଇଁ ଇଚ୍ଛା ଲାଗୁଛି, କିନ୍ତୁ ମୁଇଁ ଖାଇକରି ଆଇଲି, କିନ୍ତୁ ମୋତେ ଖାଇଲି ସିନା ମୋତେ ତୃପ୍ତି ଲାଗୁନଥିଲା। ଆମର ମାମି ବହୁତ ମିଠା ରାନ୍ଧିଥିଲେ, ପିଠା ବି କରିଲେ, ରାତିରେ ମାଂସ ବି କରିଛନ୍ତି, ଖାଇକରି ଆଣିଲି, କିନ୍ତୁ ତୃପ୍ତି ଲାଗୁନାହିଁ। କାହିଁକି ତୃପ୍ତି ଲାଗୁନାହିଁ? ମୁଇଁ ଶରୀର ପାଇଁ ଗୋଟେ ଖାଦ୍ୟ ଖାଇଲି, ଶରୀର ପାଇଁ ଖାଦ୍ୟ ଖାଇଲି, କିନ୍ତୁ ଏଠାରେ ମୁଁ ଉପସ୍ଥିତ ହେଇ ପ୍ରଭୁଙ୍କର ଖାଦ୍ୟ ଖାଉଅଛି, ତେଣୁ ମୋତେ ଖୁସି ଲାଗୁଛି। ତେଣୁ ଆପଣମାନେ ମଧ୍ୟ ଘରେ ଯାଇକରି ଖାଇକରି ଆସିଅଛନ୍ତି, କିନ୍ତୁ ଚର୍ଚ୍ଚ ମଧ୍ୟରେ ଆସି ପ୍ରଭୁଙ୍କର ବାକ୍ୟର ଖାଦ୍ୟ ଖାଉଅଛି। କାରଣ ଆମର ଶରୀର କ'ଣ ଆପଣମାନେ ଜାଣନ୍ତି କି? କ'ଣ ଆପଣମାନଙ୍କର ଶରୀର? ଗୋଟିଏ ଗୋଟିଏ ମାଟି ଠେଲା ବୋଲି ବାଇବଲରେ ଲେଖାଯାଏ। ତେଣୁ ମାଟି ଠେଲାକୁ ମରଲା ଉତଲାଇ ଦିଅନ୍ତି, ଫିଙ୍ଗି ଦିଅନ୍ତି, ନାଇଁ କି? କାନ୍ଦି ବବିକରି ଫିଙ୍ଗି ଦିଅନ୍ତି। ଏ ମାଟି ଠେଲାରେ ଗୋଟିଏ ପବିତ୍ର ଆତ୍ମାର ଶକ୍ତି ଅଛି। ତେଣୁ ମୁଇଁ ମାଟି ଠେଲା ଆଜି ଚାଲୁଛି। ଆମେ ଆଦି ପୁସ୍ତକରେ ଆମେ ସେସବୁ ଜାଣିଛୁ। ସର୍ବପ୍ରଥମେ ଆମେ ଦେଖିବା, ପଢ଼ନ୍ତୁ ବାଇବଲର ଆଦି ପୁସ୍ତକ, ତାର ଆଦି ପୁସ୍ତକ 1 ପର୍ବ ତାର 2 ପଦରେ କ'ଣ ଲେଖା ହେଇଛି ନା, ସର୍ବପ୍ରଥମେ ଆତ୍ମା ଜଳ ମଧ୍ୟରେ ବ୍ୟାପ୍ତ ଥିଲା ବୋଲି ଲେଖା ହେଇଛି। କ'ଣ ଥିଲା? ଜଳ